ଯମୁନା ସ୍ନାନ ଉତ୍ସବ ନାଉଗାଁ ବ୍ଲକ ଏବଂ ଆଖପାଖ ପଞ୍ଚାୟତର ଗୋଟେ ପ୍ରମୁଖ ଉତ୍ସବ। ଇଏ ଏକ ଭାଇଚାରାର ଉତ୍ସବ, ସଂସ୍କୃତିର ଉତ୍ସବ। ଏ ଅଞ୍ଚଳର ସମସ୍ତ ଗାଁରୁ ଠାକୁରମାନେ ଏକା ସମୟରେ ଆସନ୍ତି, ଏକା ସମୟରେ ବସନ୍ତି ଯମୁନା ସ୍ନାନରେ ଏବଂ ବିଧି ଅନୁସାରେ ଏଠି ସମସ୍ତ କାର୍ଯ୍ୟ ଏକ ସମୟରେ ହୁଏ। ହଜାର ହଜାର ସଂଖ୍ୟାରେ ପ୍ରାୟ 10,000ରୁ ଅଧିକା ଜନସାଧାରଣଙ୍କ ସମାଗମ ହୁଏ। ତେଣୁ ଏ ଉତ୍ସବ ସବୁଠାରୁ ବଡ଼ କଥା, ଗାଁ ଗାଁ ଭିତରେ ପଞ୍ଚାୟତ ଭିତରେ ଯେଉଁ ଭାଇଚାରା ଅଛି ତାକୁ ଏଠି ପୁନର୍ଜୀବିତ କରାଯାଏ। ତେଣୁ ପ୍ରଭୁ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରେ ଏଇ ଭାଇଚାରା ବଞ୍ଚିଥାଉ। ଏ ଅଞ୍ଚଳର ଲୋକମାନଙ୍କର ସୁଖ ସମୃଦ୍ଧି ଏବଂ ଦୋଳ ଉତ୍ସବରେ ସମସ୍ତଙ୍କର ମାନସିକତା ସେ ଭାଇଚାରା ଭିତରେ ଥାଉ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଡେରିକି ଯମୁନା ସ୍ନାନ ପଡ଼ିଆରେ ରାତି 3ଟାରୁ ଭୋର ସକାଳ ପର୍ଯ୍ୟନ୍ତ ମହା ଆଡମ୍ବର ସହକାରେ ଯମୁନା ସ୍ନାନ ମେଳନ ପାଳନ କରାଯାଇଛି। ତେଣୁ ଘଣ୍ଟ ଘଣ୍ଟା ମୃଦଙ୍ଗରେ ଉଛୁଳି ପଡ଼ିଥିଲା ମେଳନ ପଡ଼ିଆ। ତେବେ ହରିହରଙ୍କ ମିଳନର ଅପୂର୍ବ ପର୍ବ ଏହି ଯମୁନା ସ୍ନାନ ମେଳନ କାହିଁ କେତେ କାଳରୁ ଚାଲି ଆସୁଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକମାନେ ଆସି ଭିଡ଼ ଜମାଇଥିଲେ। ତେବେ କାକଟପୁର ବ୍ଲକର ଦୋଳ ବିମାନ ସହିତ କରୁଅ, ତେନ୍ତୋଇ, ନରଣପୁର, ଶାଳଜଙ୍ଗ ଓ ଓଷକଣା ଆଦି ସ୍ଥାନରୁ ପ୍ରାୟ 14ଟି ଦୋଳ ବିମାନ ଏହି ମେଳନରେ ଯୋଗ ଦେଇଥିଲେ। ତେଣୁ ବାଜା ବାଣ ରୋଷଣୀରେ ଦୋଳରେ ବସିଥିବା ପ୍ରଭୁମାନଙ୍କୁ ପଟୁଆର କରି ମେଳନ ପଡ଼ିଆକୁ ଅଣାଯାଇଥିଲା। ଆଉ ପୂର୍ବ ପ୍ରସ୍ତୁତି ଅନୁସାରେ ଠାକୁରଙ୍କୁ ବେଦୀ ଉପରେ ବସାଯାଇଥିଲା। ତେବେ ଦିନ ତମାମ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଭୋଗରାଗ କରାଯିବା ସହିତ ସନ୍ଧ୍ୟାରେ ଠାକୁରଙ୍କୁ ମେଲାଣି ଦିଆଯିବ। ଏଠିକି 14 ଦୋଳ ଆସନ୍ତି। 14 ଦୋଳରେ କୋରୁଅ ଦୋଳ ହେଉଛନ୍ତି ଆମର। ସେ ହେଉଛନ୍ତି 14 ଦିନର ବଡ଼ ଭାଇ। ତାକୁ ମହାପୁରୁଷମାନେ ଜମିଦାର ଥିବା ଅମଳରୁ କରି ଯାଇଛନ୍ତି, ବଡ଼ ଭାଇ ମାନ୍ୟତା ଦେଇଛନ୍ତି। ଏଣୁ ଆମେ ସର୍ବାଗ୍ରେ ସକଳ କାର୍ଯ୍ୟ ଯେଉଁଠି ଯାହା ଭୁଲ ଠିକ୍ ହେଲା ଆମେ ତାକୁ ହାତ ପାତି ମୁଣ୍ଡ ପାତି ସହିଯାଉ। ଏଣୁ ପରିଚାଳନା କରି ଆସୁଛୁ ବହୁତ ଦିନୁ। ଇଏ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆମେ ସଂଘବଦ୍ଧ ହୋଇ 14 ଦିନ କାର୍ଯ୍ୟ ଅନେକ ଦିନ କହିପାରିବୁନୁ କେବେ କିଏ ଆରମ୍ଭ କରିଛି। କିନ୍ତୁ ଆମେ ଶୁଣିଛି ବାପା ଅଜାଙ୍କ ଠାରୁ ଏଠି ଜଣେ ଥିଲେ ସିଦ୍ଧ ପୁରୁଷ ଗୋପାଳ ଦାସ। ଗୋପାଳ ଦାସ ଆକୁ ଆରମ୍ଭ କରିଛନ୍ତି ବୋଲି ଆମେ ଶୁଣିଛୁ। ଏଠି କେହି କାହାକୁ କିଛି କହନ୍ତିନି, ଇଏ କାର୍ଯ୍ୟ ଚାଲେ। କେହି କାହାକୁ କିଛି ମାଗିବେନି, ମିଟିଂ ହେବନି। ଖଞ୍ଜି ଦେଇ ଯାଇଛନ୍ତି, ଯିଏ ଯାହା କରିବ ସେ ତାର ଆଗରୁ ପ୍ରସ୍ତୁତ କରି ରଖିଥିବ। ୟା ପାଇଁ ମାସକ ଆଗରୁ ମିଟିଂ ନାହିଁ, ନା କେହି କାହାକୁ ଡାକିବେନି। 14 ଭାଇ ଯାକ ପ୍ରସ୍ତୁତ। ଦୋଳ ଆସିଲା ମାସକ ଆଗରୁ ସମସ୍ତେ ପ୍ରସ୍ତୁତ ଥିବେ। ଏଇ ବାଟରେ ଭଲ ବାଟରେ ଏକା ଧାରାରେ ଏକା ସାଙ୍ଗରେ ବସିବେ। ସାନ ଭାଇ ବଡ଼ ଭାଇ ହିସାବରେ ଯମୁନା ଗାଧୋଇ ସାରିଲା ପରେ ପୁଣି ଠାକୁର ବୁଲିବେ। ଏବେ ଦେଖନ୍ତୁ ଠାକୁର ଯମୁନା ସ୍ନାନରେ ଯିଏ ସାନ ଭାଇ ସିଏ ବଡ଼ ଭାଇ ହେଇଯାଏ। ସିଏ ଅଛନ୍ତି ଦକ୍ଷିଣରେ, ଯିଏ ବଡ଼ ଭାଇ ସେ ସାନ ଭାଇ ହେଇଯାଇଛନ୍ତି। ଇଏ ହେଉଛନ୍ତି ବନ୍ଧୁ ମିଳନ କାର୍ଯ୍ୟ, ଭାଇ ଭାଇର ସମ୍ବନ୍ଧ। ଏଠି ବଡ଼ ସାନର ପାର୍ଥକ୍ୟ ନାହିଁ। ଏଠି ସମସ୍ତେ ବଡ଼, ସମସ୍ତେ ସାନ। ଠାକୁର ତ ଠାକୁର, ବଡ଼ ସାନ କେମିତି ଆସିବ? ନା ଇଏ ଯାତ୍ରାକୁ ପରିଚାଳନା କରିବା ପାଇଁ ଗୋଟେ ଉପାଧି ସ୍ୱରୂପ ମହାପୁରୁଷ ରଖିଯାଇଛନ୍ତି। ବଡ଼ ଠାକୁର ଜଣେ ହେଲେ ସେ ଟିକେ ନିୟନ୍ତ୍ରଣ କରିପାରିବ, ସ୍ଥାନୀୟ ବାସିନ୍ଦାକୁ ଧରି ଶୃଙ୍ଖଳା ରଖିପାରିବ, ଭୁଲ ନଥାଉ ଭୁଲ ମାନିପାରିବ। ସେଇଭଳିଆ ଗାଁଟିଏ ଦରକାର, ସେଇଭଳିଆ ଠାକୁରଟିଏ ଦରକାର। ଭୁଲ ଅନ୍ୟ କରିବେ କିନ୍ତୁ ବଡ଼ ଭାଇ ହିସାବରେ ଭୁଲ ମାନିବାକୁ ପଡ଼ିବ, କୋଳେଇ ନେବାକୁ ପଡ଼ିବ। ଇଏ ହେଉଛି ଭାଇଚାରାର ଯାତ୍ରା, ଇଏ ହେଉଛି ହୋଲି ଉତ୍ସବ, ଇଏ ହେଉଛି ରାଧାକୃଷ୍ଣଙ୍କ ମିଳନ। ଏଥିରେ ଆଉ କ'ଣ ଅଛି? ଏଣୁ ଏଇ ହିସାବରେ କେତେ ଦିନଠୁ ଚାଲି ଆସୁଛି। ଜଗତସିଂହପୁର ଜିଲ୍ଲାରୁ ବୈଷ୍ଣବ ରାଉଳଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।